ଜଗନ୍ନାଥ କମଳା ଦେବୀର ସଙ୍ଗାତ ଲକ୍ଷ୍ମୀ ଦେବୀର ପ୍ରାଣନାଥ। ଭଉଣୀ ନିଜ ଭାଇର ଭଲ ପାଇଁ ଏହି ପର୍ବ କରିଥାଏ। ଏହି ପର୍ବ ଆମର ଆଗରୁ ମାନେ ପୂର୍ବ କାଳରୁ ହୋଇ ଆସୁଛି। ଓଡ଼ିଶାର ପ୍ରତ୍ୟେକ ଗାଁରେ ବା ପ୍ରତ୍ୟେକ ସହରରେ ଏହି ପର୍ବ କୋଣ କୋଣ ଜାଗାରେ ହୋଇଥାଏ। କୁଆଁରୀ ନିଜ ଭାଇ ପାଇଁ ଏହି ପର୍ବ କରିଥାନ୍ତି। ଏ ଓଷା 6 ବର୍ଷ ହେଲା କଲୁଣି। ଭାଇ ପାଇଁ, ଭାଇ ଭଉଣୀଙ୍କ ସମ୍ପର୍କ ପାଇଁ। ଏଥିରେ ଆଇଁଷ ଖାଇବନି, ସକାଳୁ ଭୋକରେ ରହିବ, ଆଉ ନଦୀକି ଯାଇକିରି ବାଲି ଥାପିକିରି ତା ପୂଜା ସାରିକିରି ଆସିବ। ତାପରେ ପୂଜା ସାରି ସାରିଲା ପରେ ଖାଇବ। ଆମେ ନଦୀରେ କଳସ ବୁଡେଇଲୁ, ମହାପୁରୁ ଥାପିଲୁ, ତାହିରେ ମହାପୁରୁ ଥାପି ସାରିଲା ପରେ ତାକୁ ପୂଜା କଲୁ। ପୂଜା କରିକିରି ପୁଣି ଗାଧେଇକିରି ଆସିଲୁ ଘରେ। ତାପରେ ଏଇଠି ମହାପୁରୁ ବସେଇଲୁ। ଗୁଆ କଉଡ଼ି ତାଙ୍କିରି ପୂଜା କଲୁ, ଚଉରାକୁ ପୂଜା କଲୁ, ଆଉ ଚନ୍ଦନ ସିନ୍ଦୁର ଦେଲୁ, ଆଉ ଫୁଲମାଳ ଦେଇକିରି ଆସିଲୁ। ପୂଜା ସାରିଲୁ। ଏତିକିରେ ରାତିରେ ଭୋଗ ଫଳମୂଳ, ନଡ଼ିଆ, କଦଳୀ, କାକୁଡ଼ି, ସେଉ, ଆଉ ଏତିକି ଆକା ପୂଜା ହୋଇଥାଉଛି।